ମୁଁ ତହସିଲଦାର ବାଲିକୁତା କହୁଛି। ଆଚ୍ଛା, ଆଜି ଆମର ଯେଉଁ ସୁରେଶ ଲେଙ୍କା ତାଙ୍କର ଗ୍ରିଭାନ୍ସ ଥିଲା, ବହୁତ ଦିନର ଗ୍ରିଭାନ୍ସ ଥିଲା, ସେଥିଲାଗି ମୁଁ ହିୟରିଂ କରିବାକୁ ଆସିଥିଲି ଆମର ମାଳ ରାଜସ୍ୱ ନିରୀକ୍ଷଣ କାର୍ଯ୍ୟାଳୟକୁ। ତ ତାଙ୍କ ଗ୍ରିଭାନ୍ସ ପୁରା ଶୁଣିଲୁ। ତାଙ୍କର ଯାହା ବି ଗ୍ରିଭାନ୍ସ ରହିଛି ଆମର ଖାସ କରି ଗୋଟେ ହାଟ ପାଇଁ, ତେନ୍ତୁଳି ବେଲେ ହାଟ ଅଛି ଆଉ ଗୋଟେ ମହେଶ୍ୱର ମଠ ଅଛି। ଆଚ୍ଛା, ସେ ଦୁଇଟା ଆମର ପବ୍ଲିକ ପ୍ଲେସ୍, ହାଟ ଗୋଟେ ମଠ ଗୋଟେ। ତ ସେଥିଲାଗି ଯାହା ବି ଡିସ୍କସନ୍ କରାଗଲା, ଡିଟେଲ୍ ଡିସ୍କସନ୍ ଆମେ କଲୁ, ପୁରା ଘଣ୍ଟେ ସମୟ ନେଇକି ତାଙ୍କ ସୁରେଶ ଲେଙ୍କା ଡିସ୍କସନ୍ କଲୁ। ସିଏ ବି ତାଙ୍କର କିଛି ରେକମେଣ୍ଡେସନ୍ ଦେଲେ, ତ ମୁଁ ବି ତାକୁ ରେକମେଣ୍ଡେସନ୍ ଗ୍ରହଣ କଲି। ତ ଯାହା ବି ପ୍ରପୋଜାଲ୍ ରହିଲା ଏଇଟା ମୁଁ ଗଭର୍ଣ୍ଣମେଣ୍ଟକୁ ଜଣେଇବି, କାରଣ ଯେହେତୁ ହାଟ ଗୋଟେ ପବ୍ଲିକ ପ୍ଲେସ୍, ତାକୁ ତ ଆମେ ସମ୍ପୂର୍ଣ୍ଣ ଉଚ୍ଛେଦ କରିବୁନି। ତାଙ୍କୁ ଆମେ ଚାହୁଁଛୁ କେମିତି ଗୋଟେ ରେଗୁଲାରାଇଜ୍ କରାହେବ। ହାଟ ଯଦି ଆମେ ପଞ୍ଚାୟତକୁ ଦେଇଥିଲୁ, ହେଲେ ପଞ୍ଚାୟତର କିଛି ବି ଇନକମ୍ ହେଲା, ଆଉ ହାଟଟା ବି ରେଗୁଲାରାଇଜ୍ କରାଗଲା, ସମସ୍ତଙ୍କୁ ସମାନ ଅଧିକାର ମିଳିବ। ସେଭଳିଆ ମଠଟା ବି ଗୋଟେ ପବ୍ଲିକ ପ୍ଲେସ୍ଟେ, ତ ମଠଟା କେମିତି ଆମେ ମ୍ୟାନେଜ୍ କରିବା। ମଠକୁ ଆମେ କଲଚରାଲକୁ ଦେବା କି ଆଉ କେଉଁ ଡିପାର୍ଟମେଣ୍ଟକୁ ଦେବା, ମ୍ୟାନେଜ୍ କଲେ ମଠର ଇନକମ୍ ହେଲା କି ତାଙ୍କର କିଛି ଏକ୍ସପେଣ୍ଡିଚର୍ ହେଲା, ସେଟା ଆମେ ରଖିପାରିବୁ, ତାର ଠିକ୍ସେ ତତ୍ତ୍ୱାବଧାନ କରାଯାଇପାରିବ। ତ ସେଇ ଯେଉଁ ଦୁଇଟା ଗ୍ରିଭାନ୍ସ ଥିଲା ମେନ୍, ତାକୁ ଆମେ ଆଜି ଶୁଣିଛୁ ଭଲସେ। ଆଉ ଯାହା ବି ରେକମେଣ୍ଡେସନ୍ ରହିଲା ତାକୁ ମୁଁ ଚିଠି ମାଧ୍ୟମରେ ସରକାରଙ୍କୁ ଜଣେଇବି, ଆଉ ତା ଅନୁସାରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କୁହନ୍ତୁ। କୁସୁପୁର ଅନନ୍ତପୁର କହିଲେ ସମୁଦ୍ରକୂଳ ଅଞ୍ଚଳ, ଫରେଷ୍ଟ ଡିଭିଜନ କହିଲେ ବହୁତ କିଛି ଅଛି। ହଁ। ଜମିର କିସମ କହିଲେ ଫରେଷ୍ଟ ଲ୍ୟାଣ୍ଡ ଅଛି, ଅଣ୍ଡାବାଜି ଅଛି, ହଁ। ଆପଣଙ୍କର ପତିତ ମଧ୍ୟ ଅଛି। କିନ୍ତୁ ଶହ ଶହ ଏକର ବର୍ତ୍ତମାନ ଜବର ଅନୁଭୂତି ରହିଛି। ଯଦି ଆପଣଙ୍କ ସରକାର ତରଫରୁ ହଉ କି ଆମର ସବଡିଭିଜନ ଆସେସ୍ ତରଫରୁ ଯଦି ଖାରଜ କରାଯାଏ, ସେଠି ଯଦି ଭେଣ୍ଡିଂ ଜୋନ୍ କରାଯାଏ, ଯେଉଁ ଲୋକ ବର୍ତ୍ତମାନ ସେଠି ଅଛନ୍ତି ସେଇ ଜାଗାରେ ଭେଣ୍ଡିଂ ଜୋନ୍ ଟେଣ୍ଡର ସେମାନଙ୍କୁ ଦିଆଯାଇକି ମଧ୍ୟ ସରକାରର ଆୟ ବୃଦ୍ଧି କରାଯାଇପାରିବ। ଯେଉଁ ଜାଗାରେ ବି ହାଟ ଅଛି ଆପଣ ଯେଉଁଟା କହୁଛନ୍ତି, ହଁ, ସେ ହାଟଟା ଦେଖନ୍ତୁ, ସେ ଯେଉଁ ଜଙ୍ଗଲ କିସମ ଅଛି, ସେ କିସମଟା ଜଙ୍ଗଲ ଅଛି, ଝାଟି ଜଙ୍ଗଲ। ତ ଆପଣ ଜାଣିଥିବେ କି 100 ବର୍ଷ ହେଇଗଲାଣି ସେ ଜାଗାରେ ସେ ଜଙ୍ଗଲ ସଫା କରିକି ସେମାନେ ହାଟ ବସେଇଥିଲେ। ତେଣୁକରି ଆଜି ସେ ଜାଗାରେ ଜଙ୍ଗଲ ନାହିଁ, କିନ୍ତୁ କିସମ ଜଙ୍ଗଲ ଅଛି। ତେଣୁକରି ଜଙ୍ଗଲ ଯେହେତୁ କିସମ ଅଛି, ତାହା ତ ତହସିଲଦାରଙ୍କ କ୍ଷମତା ନାହିଁ କି ମୁଁ ତାଙ୍କୁ କିଛି ଗୋଟେ କରେଇଦେବି। ତେଣୁ ଆମେ ପ୍ରପୋଜାଲ୍ ଦେବୁ, ଆମେ କଲେକ୍ଟରଙ୍କ ମାଧ୍ୟମରେ ଗଭର୍ଣ୍ଣମେଣ୍ଟକୁ ପ୍ରପୋଜାଲ୍ ଦିଆଯିବ, ଯେହେତୁ ସେ ଜାଗାର କିସମ ଜଙ୍ଗଲ କିନ୍ତୁ ବର୍ତ୍ତମାନ ଜଙ୍ଗଲ ନାହିଁ, ଆଉ ସେ ଜାଗାରେ ହାଟ ହେଉଛି, ଆଜିକୁ 100 ବର୍ଷ ହେଲା ହାଟ ହେଉଛି। ଆଉ ଗୋଟେ କଥା, ଯଦି ହାଟ ଅଛି ଠିକ୍ ଅଛି, ତ ପଞ୍ଚାୟତ ତରଫରୁ ପଞ୍ଚାୟତର ଆୟର ଉତ୍ସ ଯୋଉଟା କୁହନ୍ତି ହାଟ ଫେରିଘାଟ ଯେକୌଣସି ଜଙ୍ଗଲ କିସମ ତାକୁ କେନ୍ଦ୍ର ଦେବା। ଯଦି ଯେହେତୁ ସେ ପଇସା ସରକାରଙ୍କ ତରଫରୁ ରାଜକୋଷକୁ ଯାଉନାହିଁ, ଆପଣଙ୍କ କ୍ୟାମ୍ପେସାରରେ ଆପଣଙ୍କ ରାଜକୋଷକୁ ଯାଉଛି ନା। ସେ ହାଟଟି ମୁଁ ଯାହା ଦେଖିଲି, ସେ ହାଟଟି ସେମାନେ ପ୍ରାଇଭେଟଲି ମ୍ୟାନେଜ୍ କରୁଛନ୍ତି। ହାଟର ଗୋଟେ କମିଟି ଅଛି, ହାଟର ଗୋଟେ ମୁଁ ଯାଇଥିଲି ହାଟ ବୁଲିବା ପାଇଁ, ତାଙ୍କ ହାଟର ଗୋଟେ ସେକ୍ରେଟାରୀ ବି ଅଛନ୍ତି ତାଙ୍କର, ସେ ପ୍ରାଇଭେଟଲି ହାଟକୁ ମ୍ୟାନେଜ୍ କରୁଛନ୍ତି। ଯେହେତୁ ହାଟ ଗୋଟେ ପବ୍ଲିକ ପ୍ଲେସ୍, କିନ୍ତୁ ପ୍ରାଇଭେଟଲି ମ୍ୟାନେଜ୍ କରାହେଉଛି। ତେଣୁ ହାଟର କୌଣସି ଇନକମ୍ ଗଭର୍ଣ୍ଣମେଣ୍ଟ ପାଖକୁ ଆସୁନି। ମୁଁ ତାକୁ ରେକମେଣ୍ଡ କରିବି କି ହାଟଟିକୁ ମାନେ ପଞ୍ଚାୟତକୁ ହ୍ୟାଣ୍ଡଓଭର କରାଯାଉ, ଯେତିକି ତାର ଇନକମ୍ଟା ପଞ୍ଚାୟତକୁ ଆସିବ। ଆଉ ଟିକେ ବି ସୁବିଧା ହୁଅନ୍ତା ଯଦି ମାର୍କେଟ ସୁପରିଚାଳିତ ହୁଅନ୍ତା। ନିଶ୍ଚୟ ନିଶ୍ଚୟ ଭାବରେ ଆପଣ ଯୋଉଟା ରେକମେଣ୍ଡେସନ୍ ଦେଲେ ତାକୁ ଗ୍ରହଣ କଲି, ତାକୁ ମୁଁ ଲେଖିବି, ମୋ ରିପୋର୍ଟରେ ଲେଖିବି, ଆଉ ତା ମାନ୍ୟବର ସରକାରଙ୍କୁ। ଆଜି ମାନ୍ୟବର ବିଜୁ ଜନତା ଦଳର ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଅନୁସାରେ ବିଜୁ ଜନତା ଦଳ ତାର ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀଙ୍କ ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ କରେ। ଯେହେତୁ ଆମ ଅଞ୍ଚଳରେ ବାତ୍ୟା ପ୍ରଭାବିତ ହେବାର ସମ୍ଭାବନା ଥିଲା, ଯୋଉଥିପାଇଁ ଇଏ କାର୍ଯ୍ୟକ୍ରମକୁ ଆହୁରି ଏକ୍ସଟେଣ୍ଡ କରାଯାଇଛି, 7 ତାରିଖ ପର୍ଯ୍ୟନ୍ତ ଏକ୍ସଟେଣ୍ଡ କରାଯାଇଛି। ତେଣୁ ଇଏ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରାର ଆଜି ପ୍ରଥମ ଦିବସରେ ଆମେ 4 ନମ୍ବର ଜୋନ୍ରେ ଅନ୍ତପୁର ପଞ୍ଚାୟତ ଠାରୁ କୁସୁପୁର ପଞ୍ଚାୟତ ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ ହେଲୁ। ଏ ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ରହିଲା ଯେ 24 ବର୍ଷ ନବୀନ ପଟ୍ଟନାୟକ ସରକାରର ସଫଳତା ତଥା 4 ମାସ ମୋହନ ସରକାରର ବିଫଳତା ଏବଂ ଲୋକ ବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରି ବିଜୁ ଜନତା ଦଳ ପ୍ରତି ଆକୃଷ୍ଟ କରି ବିଜୁ ଜନତା ଦଳ ସଂଗଠନକୁ ମଜବୁତ କରିବା ଏ ପଦଯାତ୍ରାର ଲକ୍ଷ୍ୟ ଏବଂ ସେହି ଲକ୍ଷ୍ୟରେ ଏ କାର୍ଯ୍ୟକ୍ରମ ଚାଲିଛି। ଆକ୍ଚୁଆଲି ଗୋଟେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଯେଉଁ ତେନ୍ତୁଲି ବେଲାରେ ଯେଉଁ ହାଟଟି ଅଛି ଆପଣଙ୍କର 184 ଖାତା 925ରେ ଆକ୍ଚୁଆଲି ଅଛି, ପାଖାପାଖି 23 ଏକର ପରିମିତ ଭୂମି ପାଖାପାଖି 50-60 ବର୍ଷ ଧରି ଜବରଦଖଲ ହେଇଛି। ତାର ଏଗ୍ନେଷ୍ଟରେ ଟଙ୍କାଟିଏ ରାଜକୋଷ ସରକାର ପାଉନାହାନ୍ତି, କିନ୍ତୁ ଯେଉଁଠି ଜବରଦଖଲ ହେଇଛି ସୁଉଚ୍ଚ ଅଟ୍ଟାଳିକାମାନ ଗଢ଼ି ଉଠିଛି, ବଡ଼ ବଡ଼ ବିଜନେସ୍ ପ୍ରତିଷ୍ଠାନ ଗଢ଼ି ଉଠିଛି, ଯେଉଁଠି ଆପଣଙ୍କର ରାଜସ୍ୱ ସିଧାସଳଖ ହେଉଛି ମାନେ ସରକାରଙ୍କ ପାଖରେ ପହଞ୍ଚି ପାରୁନାହିଁ। କିଛି ମୁଷ୍ଟିମୟ ଲୋକ ତାକୁ ଆକ୍ଚୁଆଲି ଅକ୍ତିଆର କରି ରଖିଛନ୍ତି। ମୁଁ ଏ ବିଷୟରେ ବାରମ୍ବାର ଆପଣଙ୍କର ରେଭିନ୍ୟୁ ନିରୀକ୍ଷକ ହୁଅନ୍ତୁ, ରାଜସ୍ୱ ନିରୀକ୍ଷକ ହୁଅନ୍ତୁ କିମ୍ବା ଆପଣଙ୍କ ତହସିଲଦାର ହୁଅନ୍ତୁ, କଲେକ୍ଟର ହୁଅନ୍ତୁ, ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସର୍ବଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତହସିଲଦାରଙ୍କୁ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ ଆର ଗୋଟେ ତଦନ୍ତ କରିବା ପାଇଁ। ଏବଂ ଆଜି ବୋଧେ ମୋତେ ତହସିଲଦାର ନୋଟିସ୍ କରିଥିଲେ 12 ତାରିଖ, ଆଜି ପାଇଁ ମୋତେ ଦିନ 12ଟା ପାଇଁ ନୋଟିସ୍ କରିଥିଲେ, ଯେଉଁଥିରେ ପାଖାପାଖି ଆମ ଭିତରେ ଏବଂ ତହସିଲଦାର ଭିତରେ ଘଣ୍ଟାଏ ଆକ୍ଚୁଆଲି କନଭରସେସନ୍ ହେଲା, ଯେଉଁଥିରୁ କେତେଟା ନିଜାସ ବାହାରିଲା ଏବଂ ଯେଉଁ
बृहत्तर समस्या अच्छी जो जगह गुड़ा एक्चुअली जबरदखल होती गोटे मठ बारी जबरदखल होता जदि एक्चुअली कल्चरल डिपार्टमेंट को जाता एवं से किसी राजस्व एक्चुअली बाहरी पारता एवं तलार प्रतिश्रुति देते जे से जो जगह जबरदखल होती से जबरदखल कौन करहब डिपार्टमेंट सागर आलोचना कलापर तार गोटे निष्कर्ष बाहर मुझे पूर्ण प्रतिश्रुति हूँ सार को देती जो पर्यंत ए सरकारी जगह जबरदखल होना जो मुष्टिमेय लोक कब्जार से परित्याग न करिसेंती से पर्यंत ये लड़ाई मुख्यमंत्री पाखे सीमित हो रही दरकार पड़े माननीय उच्च न्यायालय को जावाई माने तैयार होकर अच्छी। नुआ नुआ खबर जानिबा पई आमो LNTV को लाइक शेयर और सब्सक्राइब करंतु। LNTV स्वर आपणंकर।